ଓହୋ, କି ଭୋକ! ଦିନ ସାରା ବହୁତ ବୁଲିଲେଣି, କିଛି ବି ଖାଇବାକୁ ମିଳିଲା ନାହିଁ। ଯାଉଛି, ଆଗରେ ଦେଖେ କ'ଣ ମିଳିବ। ଆରେ ହେ, ଏ ଗଛ ମୂଳରେ ଲୋକଟି କ'ଣ କରୁଛି? ଯାଉଛି, ଲୁଚିକି ଦେଖିବି। ଆରେ ସାଲା, ଲୋକଟା ତ ମାଛ ପୋଡ଼ୁଛି। ସେ ଶୋଇପଡ଼ିଛି। ମୁଁ ଯାଉଛି, ମାଛଟି ନେଇଯିବି। ଆରେ ହେ, ଶିଆଳ ଭାଇ ବୋଧେ ମାଛଟେ ଧରି ଆସୁଛି ଆଉ। ମୁଁ ତାକୁ ଟିକେ ମାଗିକିରି ଖାଇଦେବି। ଶିଆଳ ଭାଇ, ମାଛ ପୋଡ଼ାରୁ ଟିକେ ମତେ ଦେବ, ମୁଁ କିଛି ଦିନ ହେବ ଖାଇନାହିଁ। ଏ ଗୋଧି, ତୋର କାମ ନାହିଁ, ଏଠି ସେଠି ବସି ରହୁଛୁ। ମୋ ମାଛ ଖାଇବାରେ ତୋର ଓକାତ ବାହାରେ, ବୁଝିଲୁ? ମୁଁ ଯାଉଛି, ଘରେ ବସି ଆରାମରେ ଖାଇବି। ଆରେ ହେ, ଏ ଶିଆଳର ତ ବହୁତ ଚର୍ବି ହେଲାଣି। ମୁଁ ସାମାନ୍ୟ ମାଛ ପୋଡ଼ା ଟିକେ ମାଗିଥିଲି, ସେ ମୋତେ ଏତେ କଥା କହିଦେଲା। ତାକୁ ପାନେ ଦେବାକୁ ପଡ଼ିବ। ତା ପଛରେ ଯାଉଛି। ବାଘ ମାମୁଁ, ଜାଣିଛ, ଶିଆଳ ଗୋଟିଏ ମାଛ ପୋଡ଼ା ନେଇ ଯାଉଥିଲା। ମୁଁ କହିଲି ବାଘ ମାମୁଁକୁ ଟିକେ ଦେବାକୁ। ସେ ସଫା ସଫା ମୋ ମୁହଁରେ ମନା କରିଦେଲା। ସେ କହିଲା ସେ ବୁଢ଼ା ବାଘକୁ ମୁଁ କ'ଣ ପାଇଁ ଦେବି? ଆରେ ଗୋଧି, ସେ ଶିଆଳ ଏମିତି ମୋ ବିଷୟରେ କହିଲା। ମୁଁ ଦେଖିଲାଣି ତାର ବହୁତ ମୁହଁ ବଢ଼ିଗଲାଣି। ତାକୁ କହିବୁ ଏ ବାଘ ମାମୁଁ କହିଛି ଦେଖା କରିବାକୁ।